ବନ୍ଧୁଗଣ, ବିପଦ ଆସିଲେ ବିପଦକୁ ଆମେ ଧୈର୍ଯ୍ୟର ସହକାରେ ସାମ୍ନା କରିବା ଆମର ପରମ କର୍ତ୍ତବ୍ୟ ଅଟେ। ବେଳେବେଳେ ଆମ ପରିସ୍ଥିତି ଏମିତି ଖରାପ ହୋଇଯାଇଥାଏ କି ସୁନାକୁ ଛୁଇଁଲେ ମଧ୍ୟ ସୁନାଟି ମାଟି ହୋଇଯାଇଥାଏ ଏବଂ ସବୁକିଛି ଆମ ବିରୁଦ୍ଧରେ ରହିଥାଏ। ସେହି ସମୟରେ ଆମେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। ବନ୍ଧୁଗଣ, ଧୈର୍ଯ୍ୟ ଆମ ମନରେ ସକାରାତ୍ମକ ଭାବନା ଆଣିଥାଏ। ଏହି ଧୈର୍ଯ୍ୟ ଆମକୁ ମାନସିକ ସ୍ଥିରତା ଏବଂ ଶାନ୍ତି ପ୍ରଦାନ କରିଥାଏ। ଧୈର୍ଯ୍ୟ ଆମକୁ ବିପଦ ସମୟରେ ସାହସ ଦେଇଥାଏ। ଏହି ଧୈର୍ଯ୍ୟ ରଖିବା ଦ୍ୱାରା ମଣିଷର ସମୟ ପରିବର୍ତ୍ତନ ହୋଇଥାଏ ଏବଂ ସମୟର ଶୁଭ ମୁହୂର୍ତ୍ତ ମଧ୍ୟ ଆସିଯାଇଥାଏ। ବନ୍ଧୁଗଣ, ଆଜି ଆମେ ରାମାୟଣରୁ 20ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆପଣଙ୍କ ପାଇଁ ନେଇ ଆସିଛୁ। ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆମେ ଏହି 20ଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଆପଣଙ୍କୁ କହିବାକୁ ଯାଉଛୁ। ରାମାୟଣରୁ ମିଳୁଥିବା ଶିକ୍ଷା ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଟିକୁ ଆପଣ ଆପଣଙ୍କ ନିଜ ଜୀବନଶୈଳୀରେ ବ୍ୟବହାର କରନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ପରିବର୍ତ୍ତନ ହିଁ ସଫଳତାର ମୂଳମନ୍ତ୍ର ହୋଇଥାଏ। ଏବେ ଆସନ୍ତୁ ଜାଣିବା ରାମାୟଣରୁ ସେହି 20ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା। ଅଧର୍ମ ଉପରେ ଧର୍ମର ବିଜୟ। ସତ୍ୟ, ଧର୍ମ, ନ୍ୟାୟ ଏବଂ ସଂସ୍କାର ଚରିତ୍ର ଗଠନର ମୂଳମନ୍ତ୍ର ହେଉଛି ରାମାୟଣ। ଏହି ରାମାୟଣରୁ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆମ ଜୀବନକୁ ପରିବର୍ତ୍ତନ କରିବାରେ ସହାୟକ ହେବ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ରାମାୟଣରୁ ଆମକୁ କ'ଣ ସବୁ ଶିକ୍ଷା ମିଳିଥାଏ। ବନ୍ଧୁଗଣ, ଭଗବାନ ସବୁ ସହିବେ କିନ୍ତୁ ଗର୍ବ କେବେ ସହିବେ ନାହିଁ। ମହାଜ୍ଞାନୀ ଲଙ୍କାଧିପତି ରାବଣ ପାଖରେ ସ୍ୱର୍ଣ୍ଣର ଲଙ୍କା ଥିଲା ଏବଂ ତାର କୁମ୍ଭକର୍ଣ୍ଣ, ଖର ଦୂଷଣ, ମାରିଚ ସୁବାହୁ, ଅହିରାବଣ ଏବଂ ଇନ୍ଦ୍ରଜିତ ପରି ଶକ୍ତିଶାଳୀ ପୁତ୍ର ଥିଲେ। ସମସ୍ତ ଗ୍ରହମାନଙ୍କୁ ସ୍ୱୟଂ ରାବଣ ତା ନିଜ ପାଖରେ ବନ୍ଦୀ କରିଥିଲା। ଯେଉଁ ଚନ୍ଦ୍ରହାସ ଖଣ୍ଡାକୁ ଦେଖିଲେ ଦେବତାମାନେ ଥରହର ହେଉଥିଲେ, ସେହି ତ୍ରିଲୋକ ବିଜୟୀ ରାବଣ ମଲା କାହିଁକି? କାହିଁକି ନା ତାର ଅହଙ୍କାର ତାକୁ ଅଧର୍ମ ମାର୍ଗକୁ ଆପଣେଇବାକୁ ବାଧ୍ୟ କରିଥିଲା। ତା ନିଜ ଭଉଣୀ ସୁପର୍ଣ୍ଣଖାର ମିଛ କଥାରେ ପଡ଼ି ପ୍ରଭୁ ଶ୍ରୀରାମଙ୍କ ସହିତ ସଂଗ୍ରାମ କରିଥିଲା ଏବଂ ପ୍ରଭୁ ଶ୍ରୀରାମଙ୍କ ପତ୍ନୀଙ୍କୁ ମାତା ସୀତାଙ୍କୁ ହରଣ କରି ନେଇ ଆସିଥିଲା। ଯଦି ଲଙ୍କାଧିପତି ରାବଣ ତାର ଭଉଣୀ ସୁପର୍ଣ୍ଣଖା କଥାରେ ନ ପଡ଼ି ପ୍ରଭୁ ଶ୍ରୀରାମଙ୍କ ପାଖକୁ ଯାଇ ଏହି କଥାକୁ ବୁଝିବାକୁ ଚେଷ୍ଟା କରିଥାନ୍ତେ, ତାହେଲେ ହୁଏତ ଏତେ ବଡ଼ ଯୁଦ୍ଧ ହୋଇନଥାନ୍ତା ଏବଂ ରାବଣର ବିନାଶ ହୋଇନଥାନ୍ତା। କିନ୍ତୁ ରାବଣ ତା ଭଉଣୀର କଥାକୁ ବୁଝିପାରିନଥିଲା, ଯାହାଫଳରେ ଅଧର୍ମର ମାର୍ଗକୁ ଆପଣେଇଥିଲା। ଏବଂ ବନ୍ଧୁଗଣ, ଅଧର୍ମ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସଦାସର୍ବଦା ଧର୍ମର ବିଜୟ ହୋଇଥାଏ। ତେଣୁ ଆମକୁ ଶିଖିବାକୁ ମିଳିଲା କି ଧର୍ମ ପଥରେ ଯେତେ ପରୀକ୍ଷା ଆସୁନା କାହିଁକି ଆମେ ସଦାସର୍ବଦା ଧର୍ମର ପକ୍ଷରେ ରହିବା। ଶିକ୍ଷା ନମ୍ବର 2, ପୁତ୍ର ଧର୍ମ। ରାମାୟଣରେ ପୁତ୍ରଙ୍କର ଧର୍ମ ଅଲଗା ପ୍ରକାର ଥିଲା। ଜଣେ ପୁତ୍ରର ତାଙ୍କ ପିତାଙ୍କ କର୍ତ୍ତବ୍ୟକୁ ନିଜ କାନ୍ଧକୁ ନେଇ ବାପାଙ୍କ କର୍ତ୍ତବ୍ୟକୁ ନିଜର କର୍ତ୍ତବ୍ୟ ଭାବିବା ଜଣେ ପୁତ୍ରର କର୍ତ୍ତବ୍ୟ ହୋଇଥାଏ। ଆଉ ଏହି କର୍ତ୍ତବ୍ୟ ପିତୃସତ୍ୟ ପାଳନ କରିବାକୁ ଯାଇ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ। ଯେତେବେଳେ ବନରୁ ଅଯୋଧ୍ୟାକୁ ବନବାସ ସାରି ଫେରିଥିଲେ, ସେତେବେଳେ ଶ୍ରୀରାମରୁ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଥିଲେ। 14 ବର୍ଷ ବନବାସ କଥାଟି କହିବାକୁ ଆମକୁ ଯେତିକି ସହଜ ଲାଗୁଛି, ତାକୁ ଅଙ୍ଗେ ଲିଭାଇବା ପାଇଁ ଆମକୁ ସେତିକି କଷ୍ଟ ହୋଇଥାଏ। କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କ ପିତୃ ସତ୍ୟ ଧର୍ମକୁ ରକ୍ଷା କରିବାକୁ ଯାଇ ଏବଂ ନିଜ ପିତାଙ୍କ ବଚନକୁ ସତ୍ୟରେ ପରିଣତ କରିବାକୁ ଯାଇ ପ୍ରଭୁ 14 ବର୍ଷ ବନବାସ ଯାଇଥିଲେ ଏବଂ ବନବାସ ମଧ୍ୟରେ ଖାଲି ପାଦରେ ରହିଥିଲେ, କନ୍ଦମୂଳ ଖାଇ ଜୀବନଯାପନ କରିଥିଲେ। କିନ୍ତୁ ଆଜିକାଲି ପିଲାମାନଙ୍କର ଯଦି ବାହାରେ ମାଲକାନଗିରି, ସମ୍ବଲପୁର, କୋରାପୁଟ ଡ୍ୟୁଟି ପଡ଼ିଯାଉଛି 3-4 ବର୍ଷ, ସେମାନେ ତାଙ୍କ ପିତାମାତାଙ୍କ ପାଇଁ ସମ୍ପୂର୍ଣ୍ଣ ଅବହେଳା କରିଦେଉଛନ୍ତି। ଯେଉଁ ପିଲାମାନେ ପିତାମାତାଙ୍କ କଥାକୁ ସଦାସର୍ବଦା ମାନିଥାନ୍ତି, ଚଳିଥାନ୍ତି, ସେମାନଙ୍କୁ ଈଶ୍ୱର ପରୀକ୍ଷା ନେଇଥାନ୍ତି ସତ, କିନ୍ତୁ ତାଙ୍କର ପରିଣାମ ମଙ୍ଗଳମୟ ହୋଇଥାଏ। ଏଥିରୁ ଆମକୁ ଶିଖିବାକୁ ମିଳିଲା କି ସଦାସର୍ବଦା ଆମେ ପିତାମାତା ଏବଂ ଗୁରୁଜନଙ୍କ କଥାକୁ ମାନିକି ଚଳିବା। ଶିକ୍ଷା ନମ୍ବର 3, ରାମାୟଣରେ
ଭାଇ ଭାଇର ସମ୍ପର୍କ କ'ଣ ଥିଲା? ଆସନ୍ତୁ ଜାଣିବା। ରାମାୟଣରେ ଭାଇ ଭାଇର ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଅଯୋଧ୍ୟା ପରି ରାଜ୍ୟକୁ ଦୁଇ ଭାଇ ଧର୍ମାତ୍ମା ଭରତ ଏବଂ ଶ୍ରୀରାମ ଦୁଇ ଭାଇ ଅଯୋଧ୍ୟାର ରାଜସିଂହାସନ ପ୍ରତି ନା ତ କୌଣସି ଲୋଭ ବା ମୋହ ଥିଲା। ତେଣୁ ରାଜସିଂହାସନକୁ ଦୁଇ ଭାଇ ଫୁଟବଲ ପରି ଖେଳିଥିଲେ। ଅଯୋଧ୍ୟାର ସିଂହାସନର ଲୋଭ ନା ଭରତଙ୍କୁ ଥିଲା ନା ପ୍ରଭୁ ଶ୍ରୀରାମ। ଉଭୟ ଦୁଇ ଭାଇ ନିଜ ନିଜ ଧର୍ମକୁ ସୁଚାରୁ ରୂପେ ପାଳନ କରିଥିଲେ। କିନ୍ତୁ ଏପଟେ ଲଙ୍କାଧିପତି ରାବଣର ଅଧର୍ମ ପକ୍ଷରେ ରାବଣ ଥାଇ ମଧ୍ୟ ତାର ଭାଇ କୁମ୍ଭକର୍ଣ୍ଣ ନିଜର ଭାତୃଭକ୍ତିକୁ ଲିଭେଇବାକୁ ଯାଇ ଅଧର୍ମ ସାଥିରେ ଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ରାବଣର ସାନ ଭାଇ ବିଭୀଷଣ ଧର୍ମକୁ ସର୍ବଦା ବିଜୟ ବୋଲି ଭାବୁଥିଲେ। ସେଥିପାଇଁ ଧର୍ମାତ୍ମା ବିଭୀଷଣକୁ ମଧ୍ୟ ନିଜ ରାଜ୍ୟରୁ ଏବଂ ତାଙ୍କ ଭାଇ ରାବଣଙ୍କ ଠାରୁ ଅନେକ ଥର ଲଜ୍ଜିତ ହୋଇଛନ୍ତି ଏବଂ ତଡ଼ା ମଧ୍ୟ ଖାଇଛନ୍ତି ଏବଂ ତାଙ୍କୁ ଅନେକ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଛି। କିନ୍ତୁ ଧର୍ମାତ୍ମା ବିଭୀଷଣ ସଦାସର୍ବଦା ଧର୍ମର ପକ୍ଷରେ ଥିଲେ। ସେଥିପାଇଁ ସେ ସଦାସର୍ବଦା ପୂଜନୀୟ ହୋଇଗଲେ। ଶିକ୍ଷା ନମ୍ବର 4, ରାମାୟଣ ଚରିତ୍ରରେ ଏକ ମୁଖ୍ୟ ଭୂମିକା ହେଉଛି ବଜରଙ୍ଗବାଲି ହନୁମାନଙ୍କର। ତାଙ୍କ ଚରିତ୍ରରୁ ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଯାଇଥାଏ। ବନ୍ଧୁଗଣ, ମନୋଜବମ୍ ମାରୁତ ତୁଲ୍ୟ ବେଗମ୍ ଜିତେନ୍ଦ୍ରିୟମ୍ ବୁଦ୍ଧିମତା ମରିଷ୍ଟମ୍। ମନର ଗତିଠାରୁ ଅଧିକ ଏଇନେ ଆମ ମନ ଓଡ଼ିଶାରେ ତ ଏଇନେ ଅଷ୍ଟ୍ରେଲିଆ, ଏଇନେ ସାଉଥ ଆଫ୍ରିକାରେ ଆମ ମନ ପହଞ୍ଚି ଯାଉଛି। ହନୁମାନଙ୍କର ମନର ଗତିଠାରୁ ଅଧିକ ଗତି ଏବଂ ପଞ୍ଚତତ୍ୱରୁ ଏକ ପବନଦେବଙ୍କ ପୁତ୍ର ହେଉଛନ୍ତି ବଜରଙ୍ଗବାଲି ହନୁମାନ। ଜିତେନ୍ଦ୍ରିୟମ୍, ସେ ତାଙ୍କ ପଞ୍ଚ ଇନ୍ଦ୍ରିୟଙ୍କୁ ବିଜୟ କରିସାରିଛନ୍ତି ଏବଂ ବୁଦ୍ଧିମତା ମରିଷ୍ଟମ୍। ଆସନ୍ତୁ ଜାଣିବା ହନୁମାନଙ୍କର କ'ଣ ସବୁ ବୁଦ୍ଧି ଥିଲା। ବଜରଙ୍ଗବାଲି ହନୁମାନ ଜାମ୍ବବନ୍ତଙ୍କ ଆଦେଶରେ ସମୁଦ୍ର ଲଙ୍ଘି ଯିବା ସମୟରେ ବାଟରେ ତାଙ୍କର ସୁରସା ରାକ୍ଷସୀଙ୍କ ସହିତ ଭେଟ ହୋଇଥିଲା। ସ୍ୱର୍ଗର ଦେବତାମାନେ ବଜରଙ୍ଗବାଲି ହନୁମାନଙ୍କୁ ପରୀକ୍ଷା ନେବା ପାଇଁ ସୁରସାକୁ ପଠାଇଥିଲେ। ସେହି ସମୟରେ ସମୁଦ୍ର ମଧ୍ୟରେ ରାକ୍ଷସୀ ସୁରସା କହୁଛନ୍ତି, ହେ ବାନର, ମୁଁ ତୁମକୁ ଖାଇବି। କିନ୍ତୁ ବଜରଙ୍ଗବାଲି ହନୁମାନ କହୁଛନ୍ତି, ହେ ମାତା, ମୋତେ ଏବେ ତୁମେ ଖାଇବାକୁ ମୋ ପାଖରେ ସମୟ ନାହିଁ। ଏଥିମଧ୍ୟରେ ଉଭୟ ପରସ୍ପରଙ୍କ ମଧ୍ୟରେ ଯୁକ୍ତି ଲାଗେ ଏବଂ ଯୁକ୍ତିରୁ ନିଜର ଶକ୍ତିର ପ୍ରଦର୍ଶନ ଆରମ୍ଭ ହୁଏ। ରାକ୍ଷସୀ ସୁରସାଙ୍କ ଶରୀରକୁ ଦେଖି ବଜରଙ୍ଗବାଲି ହନୁମାନ ତାଙ୍କ ଶରୀରକୁ 1 ଯୋଜନ କରିଦେଲେ। ହନୁମାନଙ୍କର ଶରୀର 1 ଯୋଜନ ଦେଖି ସୁରସା ରାକ୍ଷସୀ ତାଙ୍କ ଶରୀରକୁ 2 ଯୋଜନ କରିଦେଲେ। ଏହାପରେ ସୁରସାଙ୍କର 2 ଯୋଜନ ଶରୀର ଦେଖି ବଜରଙ୍ଗବାଲି ହନୁମାନ ତାଙ୍କ ଶରୀରକୁ 4 ଯୋଜନ କରିଦେଲେ। ବଜରଙ୍ଗବାଲି ହନୁମାନଙ୍କର ଶରୀର 4 ଯୋଜନ ଦେଖି ସୁରସା ରାକ୍ଷସୀ ତାଙ୍କ ଶରୀରକୁ 8 ଯୋଜନ କରିଦେଲେ। ଏମିତି ସୁରସା 8 ଯୋଜନ ତ ବଜରଙ୍ଗବାଲି ହନୁମାନ 16 ଯୋଜନ, ବଜରଙ୍ଗବାଲି ହନୁମାନ 16 ଯୋଜନ ତ ସୁରସା 32 ଯୋଜନ। ସୁରସା ରାକ୍ଷସୀଙ୍କ ତାଙ୍କ ଶରୀରକୁ 32 ଯୋଜନ କଲାବେଳେ ବଜରଙ୍ଗବାଲି ହନୁମାନ ତାଙ୍କ ଶରୀରକୁ 64 ଯୋଜନ କଲେ। ଏହାପରେ ମାତା ସୁରସା ବା ରାକ୍ଷସୀ ସୁରସା ତାଙ୍କ ଶରୀରକୁ 108 ଯୋଜନ କଲେ। ଏହାପରେ ବଜରଙ୍ଗବାଲି ହନୁମାନ ଦେଖିଲେ ଏଠି ରାକ୍ଷସୀ ସୁରସାଙ୍କ ସହିତ ବଳର ପ୍ରଦର୍ଶନ କଲେ ବା ଶକ୍ତିର ପ୍ରଦର୍ଶନ କଲେ ଏଠି ଜିତି ହେବ ନାହିଁ। ଏହାପରେ ତାଙ୍କର ବୁଦ୍ଧିର ପ୍ରୟୋଗ କଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ଶରୀରକୁ କ୍ଷୁଦ୍ର କରିଦେଲେ ଏବଂ ଛୋଟ ଶରୀର କରି ସୁରସାଙ୍କ ପାଟି ଭିତରେ ପଶି ବାହାରି ଆସିଲେ ଏବଂ କହିଲେ, ହେ ମାତା, ମୁଁ ଆପଣଙ୍କ ପାଟି ଭିତରେ ପଶି ବାହାରି ଆସିସାରିଛି। ଏଠି ଥିଲା ମାତା ସୁରସାଙ୍କ ପାଖରେ ତାଙ୍କର ବୁଦ୍ଧିର ପରୀକ୍ଷା। ପରିଶେଷରେ ସ୍ୱର୍ଗରୁ ପଠାଇଥିବା ଦେବତାମାନେ ମାତା ସୁରସା ବା ରାକ୍ଷସୀ ସୁରସାଙ୍କ ପରୀକ୍ଷାରେ ବଜରଙ୍ଗବାଲି ହନୁମାନ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ତାଙ୍କ ଶରୀରର ଆକୃତିକୁ ଛୋଟ କରି ସୁରସାଙ୍କ ପାଟିରୁ ବାହାରି ଆସିଥିଲେ। ଏଥିରୁ ଆମକୁ ଶିକ୍ଷା ମିଳିଲା ଯେ ଆମକୁ ଯେଉଁ ସ୍ଥାନରେ ବଳର ଆବଶ୍ୟକତା ପଡ଼ିବ ଆମେ ବଳର ଆବଶ୍ୟକତା ପରୀକ୍ଷା ଦେବା ଏବଂ ଯେଉଁଠାରେ ବୁଦ୍ଧିର ପ୍ରୟୋଗ କରିବାକୁ ପଡ଼ିବ ସେଠାରେ ବୁଦ୍ଧିର ପ୍ରୟୋଗ କରିବା। ବନ୍ଧୁଗଣ, ଯେତେବେଳେ ଭ୍ରାତା ଲକ୍ଷ୍ମଣଙ୍କର ଶକ୍ତିଭେଦ ହୋଇଥିଲା, ବଜରଙ୍ଗବାଲି ହନୁମାନ ମୃତ ସଞ୍ଜୀବନୀ ଖୋଜିବାକୁ ଯାଇ ଦ୍ରୋଣଗିରି ପର୍ବତକୁ ନିଜେ ଉଠେଇ ଆଣିଥିଲେ, କାହିଁକିନା ସେଠି ତାଙ୍କର ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ଥିଲା ଏବଂ ସେଠାରେ ତାଙ୍କ ଶକ୍ତି ପ୍ରଦର୍ଶନ କରି
ଦ୍ରୋଣଗିରି ପର୍ବତ ବା ଆମେ ଯାହାକୁ ଗନ୍ଧମାର୍ଦ୍ଦନ ପର୍ବତ କହୁଛେ ସେହି ପର୍ବତକୁ ବଜରଙ୍ଗବାଲି ହନୁମାନ ତାଙ୍କ ହାତରେ ଉଠେଇ ଆଣିଥିଲେ। ବଜରଙ୍ଗବାଲି ହନୁମାନ ଅଷ୍ଟସିଦ୍ଧି ନଅନିଧିର ଜ୍ଞାତା ହୋଇ ମଧ୍ୟ ତାଙ୍କର ଯେଉଁଠି ଯାହା ଆବଶ୍ୟକ ପଡ଼ୁଥିଲା ସେଇଠି ତାହା ହିଁ କରୁଥିଲେ। ଶିକ୍ଷା ନମ୍ବର 6 ବିନମ୍ରତା। ବିନମ୍ରତା ଆମେ ବଜରଙ୍ଗବାଲି ହନୁମାନଙ୍କ ଠାରୁ ଶିଖିବାକୁ ପାଇବା। ଅଶୋକ ବାଟିକାରେ ଯେତେବେଳେ ମାତା ସୀତାଙ୍କୁ ରାକ୍ଷସୀମାନେ ହଇରାଣ କରୁଥିଲେ ସେହି ସମୟରେ ମାତା ସୀତାଙ୍କୁ ବଜରଙ୍ଗବାଲି ହନୁମାନ ତାଙ୍କର ପରିଚୟ ଦେଇଥିଲେ। ସେହି ସମୟରେ ବଜରଙ୍ଗବାଲି ହନୁମାନ ଗଛ ଉପରେ ଲୁଚି ରହିଥିଲେ ଏବଂ ମାତା ସୀତାଙ୍କ ପାଖରୁ ସେହି ରାକ୍ଷସୀମାନେ ଯିବା ପରେ ବଜରଙ୍ଗବାଲି ହନୁମାନ ମାତା ସୀତାଙ୍କୁ ନିଜର ପରିଚୟ ଦେଉଥିଲେ। ବଜରଙ୍ଗବାଲି ହନୁମାନ ସ୍ୱୟଂ ଶିବ ଶଙ୍କରଙ୍କର ଏକାଦଶ ରୁଦ୍ର ଅବତାର ହୋଇ ମଧ୍ୟ ମାତା ସୀତାଙ୍କୁ ପରିଚୟ ଦେଲାବେଳେ କହୁଛନ୍ତି, ହେ ମା ରାମ ଦୂତ ମେ ମାତ ଜାନକୀ ସତ ଶପଥ କରୁଣା ନିଧାନ କି। ହେ ମାତା ମୁଁ ଜଣେ ଶ୍ରୀରାମଙ୍କର ଜଣେ ସାଧାରଣ ଦୂତ କହି ନିଜର ପରିଚୟ ଦେଉଛନ୍ତି ଏବଂ ପ୍ରଭୁ ଶ୍ରୀରାମଙ୍କର ହନୁମାନଙ୍କ ପ୍ରତି ଯେତିକି ଆବଶ୍ୟକ ଥିଲା ଯେଉଁ କାର୍ଯ୍ୟ କରିବାର ସେହି କାର୍ଯ୍ୟ ବଜରଙ୍ଗବାଲି ହନୁମାନ କରୁଥିଲେ ଏବଂ ଆବଶ୍ୟକ ଠାରୁ ଅଧିକା ନା ତ ଶକ୍ତି ପ୍ରଦର୍ଶନ ଦେଖାଉଥିଲେ ନା ତ ନିଜର ବୁଦ୍ଧିର ପ୍ରୟୋଗ କରୁଥିଲେ। କିନ୍ତୁ ବର୍ତ୍ତମାନ କଳିଯୁଗରେ ଯଦି ମଣିଷ ପାଖରେ କିଛି ଟଙ୍କା ହୋଇଗଲା ବା ଧନ ସମ୍ପତ୍ତି ହୋଇଗଲା ତାର ଆଖି ଦୁଇଟିକ ତାଳୁ ଉପରେ ହୋଇଯାଏ ଏବଂ ନିଜର ଗର୍ବ ଅହଙ୍କାରକୁ ବଢ଼େଇ ଦେଇଥାଏ। ଛାତିକୁ ଫୁଲେଇ ଦେଇ ସମାଜ ଆଗକୁ ଦେଖେଇ ହେଉଥାଏ କି ମୋ ପାଖରେ ଏତିକି ଧନ ସମ୍ପତ୍ତି ଅଛି, ଯାହାର ପରିଣାମ ପରିଶେଷରେ ସ୍ୱୟଂ ନିଜେ ନିଜ ବିନାଶ ଆଡ଼କୁ ଗତି କରି ନେଇଥାଏ। ତେଣୁ ଆପଣ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ସଦା ସର୍ବଦା ବିନମ୍ର ରୁହନ୍ତୁ। ସେଥିପାଇଁ ଶ୍ରୀରାମ ବଜରଙ୍ଗବାଲି ହନୁମାନଙ୍କୁ ସବୁ ଭକ୍ତଙ୍କ ଠାରୁ ଅଧିକ ଭଲ ପାଆନ୍ତି ଏବଂ କୁହନ୍ତି, ତୁମ ମମ ପ୍ରିୟ ଭରତ ସମ ଭାଇ। ହେ ବଜରଙ୍ଗବାଲି ହନୁମାନ ତୁମେ ମୋ ଭାଇ ଭରତଙ୍କ ପରି। ଏବେ ଆସନ୍ତୁ ଜାଣିବା ସାହସ କ'ଣ। ମାତା ସୀତାଙ୍କୁ ଯେତେବେଳେ ସାହସର ଆବଶ୍ୟକତା ଥିଲା ବଜରଙ୍ଗବାଲି ହନୁମାନ ଅଶୋକ ବାଟିକାରେ ମାତା ସୀତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ ଦେଖାଇଥିଲେ ଏବଂ ନିଜ ଶରୀରକୁ ବିଶାଳ ଆକାରର କରି ମାତା ସୀତାଙ୍କୁ କହିଥିଲେ, ହେ ମାତା ଶ୍ରୀରାମଙ୍କ ସେନାରେ ମୋ ଭଳି ଲକ୍ଷ ଲକ୍ଷ ଯୋଦ୍ଧା ଅଛନ୍ତି, ଆମେ ନିଶ୍ଚିନ୍ତ ରାବଣଙ୍କୁ ବଦ୍ଧ କରି ଏ ଯୁଦ୍ଧକୁ ନିଶ୍ଚୟ ଜିତିବା ଏବଂ ପ୍ରଭୁ ଶ୍ରୀରାମ ରାବଣକୁ ମାରି ଆପଣଙ୍କୁ ନିଶ୍ଚିନ୍ତ ଏ ଅଶୋକ ବାଟିକାରୁ ମୁକ୍ତ କରିବେ। କିନ୍ତୁ ଆମେ ଆମ ସାହସକୁ ଲୋକମାନଙ୍କୁ ଡରାଇବା ପାଇଁ ଦେଖାଉଛେ। ବଜରଙ୍ଗବାଲି ହନୁମାନ ମାତା ସୀତା ଡରି ଯାଇଥିବା ଅବସ୍ଥାରେ ତାଙ୍କୁ ସାହସ ଦେଖାଇ ଏବଂ ନିଜର ଶକ୍ତି ଦେଖାଇ ସାହସ ଦେଇଥିଲେ। ଏବେ ଆସନ୍ତୁ ଜାଣିବା ଦାୟିତ୍ୱ କ'ଣ। ବନ୍ଧୁଗଣ, ନିଜ ସ୍ୱାର୍ଥ ଠାରୁ ଆମ ପାଇଁ ଆମ ପରିବାରର କର୍ତ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଆମ ପାଇଁ ଗୁରୁ ଦାୟିତ୍ୱ ଅଟେ। ଆମେ ଆମ ନିଜ ସ୍ୱାର୍ଥ ପାଇଁ ପରିବାରର ପ୍ରତି ଥିବା ଦାୟିତ୍ୱକୁ ଆମେ ଭୁଲି ଯାଉଛେ, କିନ୍ତୁ ପ୍ରଭୁ ଶ୍ରୀରାମ ନିଜ ପରିବାର ଏବଂ ନିଜ ପିତୃସତ୍ୟ ପ୍ରଜାମାନଙ୍କର ମଙ୍ଗଳ ପାଇଁ ସବୁକିଛି କରିପାରୁଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ ଶତ୍ରୁକୁ ମଧ୍ୟ କ୍ଷମା ଦେଇଛନ୍ତି। ଯେତେବେଳେ ରାବଣ ଶ୍ରୀରାମଙ୍କ ସହିତ ଯୁଦ୍ଧ କରୁଥିଲା, ରାବଣକୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଯୁଦ୍ଧରେ ପରାସ୍ତ କରିଥିଲେ ଏବଂ ସମ୍ପୂର୍ଣ୍ଣ ନିରସ୍ତ୍ର କରିଦେଇଥିଲେ। ଗୋଟେ ଚାନ୍ସ ଦେଇଥିଲେ କି ମାତା ସୀତାଙ୍କୁ ଫେରାଇ ଦେବା ପାଇଁ। ଏଥିରେ ମଧ୍ୟ ରାବଣ ଏକମତ ହୋଇନଥିଲା, ଯାହାର ପରିଣାମ ରାବଣ ତାର ନିଜ ମୃତ୍ୟୁର କାରଣ ସ୍ୱୟଂ ନିଜେ ବନିଥିଲା। ତେଣୁ ଶାସ୍ତ୍ର କୁହେ, ବୁଝି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ ଭଲେ। ତେଣୁ ହେ ବନ୍ଧୁଗଣ, ସଦାସର୍ବଦା ପାଇଁ ବୁଝି ବିଚାରି କାମ କରନ୍ତୁ ଏବଂ ସମାଜ ପାଇଁ ଗୌରବ ଆଣିଦିଅନ୍ତୁ। ଶିକ୍ଷା ନମ୍ବର 8 ପରିବାରର ଏକତା। କଳି ଯୁଗରେ ଏଠି ଭାଇ ଭାଇର ଶତ୍ରୁ। ରାଜନୀତିରେ ଅନ୍ଧ ହୋଇ ସାଧାରଣ ଜନତା ଠାରୁ ଏଠାରେ ବଡ଼ ବଡ଼ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ଭାଇ ଭାଇର ଶତ୍ରୁ ବନିଯାଉଛନ୍ତି। କିଛି ଟଙ୍କା ପାଇଁ, ରାଜନୀତି ପାଇଁ, ସ୍ୱାର୍ଥ ଲୋଭରେ ଏଠି ଭାଇ ଭାଇର ଶତ୍ରୁ ବନିଯାଉଛନ୍ତି। ଭାଇ ଭାଇ ସୁଖରେ ଦୁଃଖରେ ଉଭୟ ପରସ୍ପରକୁ ସାହାଯ୍ୟ କରିବାକୁ ଦେଖାଯାଉନାହିଁ। କିନ୍ତୁ ଶ୍ରୀରାମଙ୍କ ପରିବାରରେ ଭାଇ ଭାଇର ସମ୍ପର୍କ ଅଲଗା ଥିଲା ଏବଂ ଅତ୍ୟନ୍ତ ନିବିଡ଼ ଥିଲା। ସେଠି
ଭାଇ ଭାଇ ପ୍ରତି ସମର୍ପଣ ହୋଇଯାଉଥିଲେ। ମାତା କୈକେୟୀଙ୍କର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ଥିଲା ଏବଂ ଶ୍ରୀରାମଙ୍କୁ ଏକୁଟିଆ ବନବାସ ଯାପନ କରିବାର ଥିଲା। କିନ୍ତୁ ଭାତୃପ୍ରେମୀ ଲକ୍ଷ୍ମଣ ନିଜ ଭାଇଙ୍କ ସେବା କରିବାକୁ ବାହାରି ପଡ଼ିଥିଲେ। ସେହିପରି ମାତା ସୀତା ନିଜର ପତିବ୍ରତ ଧର୍ମର ପାଳନ କରିଥିଲେ ଏବଂ ନିଜ ସ୍ୱାମୀଙ୍କ ସହିତ ରାଜଭୋଗ ଛାଡ଼ି ସ୍ୱାମୀଙ୍କ ସେବା କରିବାକୁ 14 ବର୍ଷ ବନକୁ ଯାଇଥିଲେ। ବନରେ ରହି କନ୍ଦମୂଳ ଖାଇ ଗୋଟିଏ ବସ୍ତ୍ର ପିନ୍ଧି 14 ବର୍ଷ ବିତେଇଥିଲେ। ରାମାୟଣରେ ରାମଙ୍କର ଆଉ ଏକ ଭାଇ ଭରତ ଯେତେବେଳେ ମାମୁଁ ଘରୁ ଖବର ପାଇ ଅଯୋଧ୍ୟା ଫେରିଥିଲେ ସେତେବେଳେ ମାତା କୈକେୟୀଙ୍କୁ ଦୋଷ ଦେଇଥିଲେ ଏବଂ ମାତା କୈକେୟୀଙ୍କ ଷଡ଼ଯନ୍ତ୍ର ଜାଣି 14 ବର୍ଷ ପ୍ରଭୁ ଶ୍ରୀରାମଙ୍କୁ ବନବାସ ହୋଇଥିଲା ଜାଣି ଧର୍ମାତ୍ମା ଭରତ ମାତା କୈକେୟୀଙ୍କୁ ତ୍ୟାଗ କରିଦେଇଥିଲେ ଏବଂ ଦୁଃଖରେ ନିଜ ଭାଇ ପ୍ରେମ ପ୍ରତି ଭାବପ୍ରବଣତା ବଢ଼ିଯାଇଥିଲା। କିଭଳି ନିଜ ଭାଇଙ୍କୁ ବନରୁ ଫେରାଇ ଆଣିବେ ସେଥିପାଇଁ ଗୁରୁ ବଶିଷ୍ଠଙ୍କ ପରାମର୍ଶ ନେଇଥିଲେ। ଏଥିରୁ ଆମକୁ ଶିକ୍ଷା ମିଳୁଛି ଯେ ସର୍ବପ୍ରଥମେ ଆମେ ଆମ ନିଜର ପରିବାରର ଦାୟିତ୍ୱ ପୂରଣ କରିବା ଏବଂ ନିଜ ପରିବାର ପ୍ରତି ସଦାସର୍ବଦା ଧ୍ୟାନ ରଖିବା। ଶିକ୍ଷା ନମ୍ବର 9 ଭାଇଚାରା ଶ୍ରୀରାମଙ୍କ ରାଜ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶ୍ରୀରାମଙ୍କ ବନବାସ ସମୟରେ ନିଷାଦ ରାଜାଙ୍କ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର ସମୟ କାଟିଥିଲେ। ଏହାପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ଶ୍ରବଣା ଶବରୀଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କ ହାତରୁ ଅଇଁଠା କୋଳି ଖାଇଥିଲେ। ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ସାରା ଭାରତବର୍ଷକୁ ଦେଖାଇ ଦେଇଥିଲେ ଯେ ଭାଇଚାରାର ସମ୍ପର୍କ କ'ଣ ହୋଇଥାଏ ଏବଂ ମା ପୁଅର ସମ୍ପର୍କ ଏବଂ ଭକ୍ତ ଭଗବାନଙ୍କ ସମ୍ପର୍କକୁ ଦର୍ଶନ ଦେଖାଇଥିଲେ। ତ୍ରେତୟା ଯୁଗରେ ନା ତ କୌଣସି ଜାତି ପ୍ରଥାର ଭେଦଭାବ ରଖିଥିଲା। ସେଥିପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଆମକୁ ଶିକ୍ଷା ଦେବା ପାଇଁ ମାତା ଶ୍ରବଣା ଶବରୀଙ୍କ ହାତରୁ ଅଇଁଠା କୋଳି ଖାଇଥିଲେ। କିନ୍ତୁ ବର୍ତ୍ତମାନ ସମାଜ, ଏହି କଳିଯୁଗର ସମାଜ ଜାତି ପ୍ରଥା ନାମରେ ଅନେକ ହଜାର ଜାତି କରିସାରିଲେଣି ଏବଂ ସମାଜକୁ କଳଙ୍କିତ କରି କଳିଯୁଗକୁ ନାଶ କରିବାକୁ ବସିଗଲେଣି। ତେଣୁ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ଶ୍ରବଣା ଶବରୀଙ୍କ ହାତରୁ ଅଇଁଠା କୋଳି ଖାଇ ଜଣାଇ ଦେଇଥିଲେ ଯେ ସମସ୍ତେ ସମାନ ଅଟନ୍ତି, ସମସ୍ତଙ୍କର ବଞ୍ଚିବାର ଏ ମର୍ତ୍ତ୍ୟମଣ୍ଡଳରେ ସମାନ ଅଧିକାର ଅଛି ଏବଂ ପଣ୍ଡିତମାନେ ଆମ ସମ୍ବିଧାନରେ ଆମ ମାନବ ସମାଜର 6000ରୁ ଉର୍ଦ୍ଧ୍ୱ ଜାତି ଧର୍ମ କରିସାରିଲେଣି ଏବଂ ସେଥିରେ ନିଜ ନିଜ ରାଜନୀତିର ଫାଇଦା ଉଠାଇ ବେପାର କରୁଛନ୍ତି ଏବଂ ଜାଣିପାରୁନାହାନ୍ତି ଯେ ସେମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ସେମାନଙ୍କ ପାଖକୁ ଆସୁଛି। ପଏଣ୍ଟ ନମ୍ବର 10 ରାମାୟଣର ମୁଖ୍ୟ ଖଳନାୟକ ହେଲେ ସୁପର୍ଣ୍ଣଖା, ଯାହାଙ୍କ ବିଷୟରେ ଖୁବ୍ କମ୍ ଚର୍ଚ୍ଚା ହୁଏ। ରାବଣର ଅଲିଅଳି ଏକମାତ୍ର ଗେହ୍ଲା ଭଉଣୀ ସୁପର୍ଣ୍ଣଖା ଥିଲେ। ନିଜ ସ୍ୱାର୍ଥ ପାଇଁ ମଣିଷ କିଛି ବି କରିପାରେ, ସୁପର୍ଣ୍ଣଖା ସେଥିମଧ୍ୟରୁ ଅନ୍ୟତମ ଥିଲା। ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ମଧ୍ୟରୁ ଯେତେବେଳେ କାହା ସହିତ ନିଜର ବିବାହ ଯୋଡ଼ି ପାରିନଥିଲା ସେତେବେଳେ କ୍ରୋଧରେ ସୁପର୍ଣ୍ଣଖା ତାର ଭାଇ ରାବଣଙ୍କୁ ଯାଇ କୁମନ୍ତ୍ରଣା ଦେଇଥିଲା ଏବଂ କପଟି ସୁପର୍ଣ୍ଣଖା ତାର ଭାଇ ରାବଣଙ୍କୁ କହିଥିଲା କି ହେ ଭାଇ, ତୁମ ପାଇଁ ମୁଁ ସୀତା ପରି ସୁନ୍ଦରୀ ପତ୍ନୀକୁ ତୁମ ପାଖକୁ ଆଣିବାକୁ ଚାହୁଁଥିଲି, କିନ୍ତୁ ଏହା ଲକ୍ଷ୍ମଣକୁ କହିବାରୁ ଲକ୍ଷ୍ମଣ ମୋ ନାକ କାଟି ଦେଇଛନ୍ତି ଏବଂ ମିଛରେ ରାବଣ ଏବଂ ଶ୍ରୀରାମ ମଧ୍ୟରେ ଷଡ଼ଯନ୍ତ୍ର ଯୋଡ଼ି ଦେଇଥିଲା। ଲଙ୍କାଧିପତି ରାବଣ ଜଣେ ମହାଜ୍ଞାନୀ ହୋଇ ମଧ୍ୟ ତା ନିଜ ଭଉଣୀ ସୁପର୍ଣ୍ଣଖା କଥାରେ ପଡ଼ି ଫସି ଯାଇଥିଲା। ଯଦି ରାବଣ ଶ୍ରୀରାମଙ୍କ ସହିତ ଆଲୋଚନା କରିଥାନ୍ତା କି ଘଟଣା କ'ଣ ହୋଇଥିଲା ତାହେଲେ ହୁଏତ ରାବଣର ମୃତ୍ୟୁ ହୋଇନଥାନ୍ତା। ତେଣୁ ମୋର ଅନୁରୋଧ, ସର୍ବଦା ଆପଣ ବୁଝି ବିଚାରି ନିଜର କର୍ମ କରନ୍ତୁ। କୌଣସି କଥାରେ ବା କାହା କଥାରେ ଆପଣ ଭାସୁ ଯାଆନ୍ତୁ ନାହିଁ। ଯଦି ଅନ୍ୟ କଥାରେ ଭାସିଯିବେ ତାହେଲେ ପରିଣାମ ଆପଣଙ୍କର ରାବଣଙ୍କ ଭଳି ହେବ। ଶିକ୍ଷା ନମ୍ବର 11 ରାମାୟଣରେ ଜଣେ ନାରୀର କର୍ତ୍ତବ୍ୟ କ'ଣ ଥିଲା? ଆସନ୍ତୁ ଜାଣିବା। ରାମାୟଣରେ ଜଣେ ନାରୀ ମା ଏବଂ ଭଉଣୀ ଏବଂ ପତ୍ନୀର ରୂପ ନେଇଥାଏ। ରାମାୟଣରେ ନାରୀର ମର୍ଯ୍ୟାଦା ବଢ଼ାଇବାକୁ ଯାଇ ମାତା ସୀତା ଏକ ଜ୍ୱଳନ୍ତ ଉଦାହରଣ ଥିଲେ। ନିଜ ସ୍ୱାମୀଙ୍କ ପାଇଁ ରାଜସୁଖକୁ ତ୍ୟାଗ କରି ନିଜ ସ୍ୱାମୀଙ୍କ ସହିତ 14 ବର୍ଷ ବନବାସ ଯାଇଥିଲେ। 14 ବର୍ଷ କହିବାକୁ ଆମକୁ ଅତି କମ୍ ସମୟ ଲାଗୁଛି ବନ୍ଧୁଗଣ, କିନ୍ତୁ ଯିଏ 14 ବର୍ଷ ବନ ଜଙ୍ଗଲରେ ରହି ଗୋଟିଏ ବସ୍ତ୍ରରେ ରହି କନ୍ଦମୂଳ ଖାଇ
ଏବଂ ଖାଲି ପାଦରେ ନିଜ ଜୀବନଯାପନ କରିଛନ୍ତି ସେ ହିଁ ଜାଣିଛନ୍ତି 14 ବର୍ଷର ଅନୁଭବ। ମାତା ସୀତା ନିଜ ପତିବ୍ରତ ଧର୍ମକୁ ପାଳନ କରିଥିଲେ। ସେହିପରି ମାତା କୌଶଲ୍ୟା ମଧ୍ୟ ନିଜ ସ୍ୱାମୀଙ୍କ ସେବା ପାଇଁ ନିଜ ପୁତ୍ର ଶ୍ରୀରାମଙ୍କ ସହିତ ବନବାସ ଯାଇନଥିଲେ। ତାଙ୍କ ସ୍ୱାମୀଙ୍କ ସେବା ପାଇଁ ତାଙ୍କର ଧର୍ମ ଥିଲା ଯେ ତାଙ୍କ ସ୍ୱାମୀ ଦଶରଥଙ୍କ ପାଖରେ ସେ ରହିବା ପାଇଁ। ତେଣୁ ପତିବ୍ରତ ଧର୍ମକୁ ମାତା କୌଶଲ୍ୟା ପାଳନ କରିଥିଲେ। କିନ୍ତୁ ବର୍ତ୍ତମାନ କଳିଯୁଗ, ଆଉ ଏହି କଳିଯୁଗରେ ସେହିପରି ନାରୀ ଖୁବ୍ କମ୍ ଅଛନ୍ତି। ବର୍ତ୍ତମାନ ନାରୀ ନା ତ ନିଜ ଶାଶୁ ଶ୍ୱଶୁରଙ୍କ ସେବା କରିବାକୁ ଭଲ ପାଉଛନ୍ତି ନା ନିଜ ସ୍ୱାମୀଙ୍କର। ସମୟକୁ ଅପେକ୍ଷା କରନ୍ତୁ। ଧନ ଯୌବନ ଜୀବନ କେବେ ବି ସ୍ଥାୟୀ ନୁହେଁ ବନ୍ଧୁଗଣ। ସମୟ ସମସ୍ତଙ୍କର ଆସିବ। ତେଣୁ ପରିବର୍ତ୍ତନ ହୁଅନ୍ତୁ। ପରିବର୍ତ୍ତନ ହିଁ ସଫଳତାର ମୂଳମନ୍ତ୍ର ହୋଇଥାଏ। ପଏଣ୍ଟ ନମ୍ବର 12। ରାମାୟଣରୁ ଆମକୁ ଶତ୍ରୁଙ୍କ ଠାରୁ ମଧ୍ୟ ଶିକ୍ଷା ମିଳିଥାଏ। ଲଙ୍କାଧିପତି ରାବଣ ମହାଜ୍ଞାନୀ ଥିଲେ। ରାବଣଙ୍କର ମୃତ୍ୟୁ ସମୟରେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଥିଲେ କି ହେ ଲକ୍ଷ୍ମଣ, ତୁମେ ଯାଅ ରାବଣଙ୍କ ଠାରୁ କିଛି ଶିକ୍ଷା ନେଇ ଆସ। ରାବଣଙ୍କ ପାଖକୁ ଲକ୍ଷ୍ମଣ ଯାଇଛନ୍ତି ଏବଂ ତାଙ୍କ ମୁଣ୍ଡ ପାଖକୁ ଯେତେବେଳେ ଯାଇଛନ୍ତି ଅହଙ୍କାର ବଶତଃ ରାବଣ କିଛି କହିନାହାନ୍ତି। ଯେତେବେଳେ ରାବଣଙ୍କ ଚରଣ ପାଖକୁ ଲକ୍ଷ୍ମଣ ଯାଇଛନ୍ତି ସେହି ସମୟରେ ରାବଣ ପ୍ରଶ୍ନ କରିଛନ୍ତି। ଭ୍ରାତା ଲକ୍ଷ୍ମଣଙ୍କୁ କହୁଛନ୍ତି, ହେ ଲକ୍ଷ୍ମଣ, ମୁଁ ଯଦି ଉଚିତ ସମୟରେ ଶ୍ରୀରାମଙ୍କ ଶରଣାପନ୍ନ ହୋଇଥାନ୍ତି ତେବେ ମୋର ଏ ଅବସ୍ଥା ହୋଇନଥାନ୍ତା। ହେ ଲକ୍ଷ୍ମଣ, ତୁମେ ମୋତେ ଗୋଟେ କଥା କୁହ। ତୁମେ ଦୁଇ ଭାଇ ବନବାସୀ, ମୁଁ ସ୍ୱୟଂ ତ୍ରିଲୋକ ବିଜୟୀ ରାବଣ। ମୋ ସେନା ତୁମ ସେନା ଠାରୁ ଅଧିକ। ମୋ ପାଖରେ କୁମ୍ଭକର୍ଣ୍ଣ ପରି ଭାଇ ଥିଲେ, ଇନ୍ଦ୍ରଜିତଙ୍କ ପରି ମହାନ ଯୋଦ୍ଧା ଥିଲେ। ସମସ୍ତ ଗ୍ରହ ମୋ ପାଖରେ ବନ୍ଦୀ ଥିଲେ। ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଶ୍ରୀଲଙ୍କା ମୋ ସ୍ଥାନ ଏବଂ ମୋ ଘର। ମୋ ନିଜ ଘରେ ତୁମେ ଦୁଇ ବନବାସୀ ଭାଇ ମୋତେ କିପରି ହରେଇଲ? ଭ୍ରାତା ଲକ୍ଷ୍ମଣ କହୁଛନ୍ତି, ହେ ରାବଣ, ଆମେ ଥିଲୁ ଚରିତ୍ରବାନ, ସର୍ବଦା ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲିଥିଲୁ। ସେଥିପାଇଁ ଆମର ବିଜୟ ହେଲା। ତୁମେ ଥିଲ ଚରିତ୍ରହୀନ, ଯାହା ପାଇଁ ତୁମର ବିନାଶ ହେଲା। ପଏଣ୍ଟ ନମ୍ବର 14। ରାମାୟଣରେ ଉତ୍ତମ ବନ୍ଧୁତ୍ୱର ଉଦାହରଣ ଅନେକ ଗୁଡ଼ିଏ ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ଶ୍ରୀରାମ ଏବଂ ସୁଗ୍ରୀବଙ୍କ ବନ୍ଧୁତା ଅନ୍ୟତମ। ବନ୍ଧୁଗଣ, ବନ୍ଧୁ ସହିତ ବନ୍ଧୁତ୍ୱ ରଖିବା ମାନେ ସମ୍ପୂର୍ଣ୍ଣ ବିଶ୍ୱାସ ହୋଇଥିବା ଦରକାର। ଶ୍ରୀରାମ ଏବଂ ନିଷାଦରାଜ ଦୁଇ ଉତ୍ତମ ବନ୍ଧୁ ଥିଲେ। ଶାସ୍ତ୍ର କୁହେ, ବିପଦ ସମୟରେ ନିଜର ବନ୍ଧୁଙ୍କୁ ଚିହ୍ନିବ। ଯେତେବେଳେ କିଷ୍କିନ୍ଧା ନଗରୀର ନରେଶ ସୁଗ୍ରୀବଙ୍କୁ ବିପଦ ପଡ଼ିଥିଲା, ଶ୍ରୀରାମ ନିଃସ୍ୱାର୍ଥପର ଭାବେ ସାହାଯ୍ୟ କରିଥିଲେ। ଭରତ ଯେତେବେଳେ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଆସିଥିଲେ, ସେ ସମୟରେ ନିଷାଦ ରାଜ୍ୟ ଭାବିଥିଲେ ଭରତ ଶ୍ରୀରାମଙ୍କୁ ମାରିବାକୁ ଆସୁଛନ୍ତି। ସେଥିପାଇଁ ତାଙ୍କର ସମସ୍ତ ସେନାକୁ ଜାଗ୍ରତ କରିଦେଇଥିଲେ। ଆବଶ୍ୟକ ପଡ଼ିଥିଲେ ଶ୍ରୀରାମଙ୍କ ପାଇଁ ନିଷାଦରାଜ ଯୁଦ୍ଧ ମଧ୍ୟ କରିଥାନ୍ତି। ସେହିପରି ଶ୍ରୀରାମଙ୍କ ସେବାରେ ସୁଗ୍ରୀବ ମଧ୍ୟ ନିଜକୁ ସମର୍ପିତ କରିଦେଇଥିଲେ। ଶିକ୍ଷା ନମ୍ବର 15। ଦୟା। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର କିଭଳି ଦୟା ଥିଲା ଆସନ୍ତୁ ଜାଣିବା। ସମଗ୍ର ମାନବ ଜାତିର ଶ୍ରେଷ୍ଠ ଧର୍ମ ହେଲା ଦୟା, ଯାହାକି ଶ୍ରୀରାମଚନ୍ଦ୍ର ବିଭୀଷଣଙ୍କୁ କ୍ଷମା କରି ଦୟା ଦେଖାଇଥିଲେ ଏବଂ ଶ୍ରୀରାମଚନ୍ଦ୍ର ଯୁଦ୍ଧରେ ମଧ୍ୟ ରାବଣକୁ ହରାଇଥିଲେ ଏବଂ ମାତା ସୀତାଙ୍କୁ ଫେରାଇ ଦେବା ପାଇଁ ସୁଯୋଗ ଦେଇଥିଲେ। ରାବଣର ରାଜସଭାରୁ ବିଭୀଷଣ ଯେତେବେଳେ ଲଜ୍ଜିତ ହୋଇ ରାମଙ୍କ ପାଖକୁ ଆସିଥିଲେ, ପ୍ରଭୁ ଶ୍ରୀରାମଚନ୍ଦ୍ର ବିଭୀଷଣଙ୍କୁ ନିଜର ଦୟା ଦୃଷ୍ଟି ଦେଖାଇ ଶରଣାପନ୍ନ କରିଥିଲେ। ତେଣୁ ଉଚିତ ବନ୍ଧୁ ଦେଖି ଆପଣ ଦୟାଶୀଳ ହୁଅନ୍ତୁ। ନଚେତ୍ ବଜରଙ୍ଗବାଲି ହନୁମାନଙ୍କୁ ଯେଉଁଭଳି ଭାବରେ କାଳ ନିମି ଦୟା ଦେଖାଇଥିଲେ, ତାହାର ପରିଣାମ କ'ଣ ହୋଇଥିଲା ଆପଣ ତ ଜାଣିଥିବେ ନିଶ୍ଚିନ୍ତ। ତେଣୁ ପ୍ରଥମେ ଦୟା କରିବା ପୂର୍ବରୁ ନିଜ ଶତ୍ରୁକୁ ପରଖି ନିଅନ୍ତୁ। ସେ ଶତ୍ରୁ ବା ମିତ୍ର ହୋଇପାରେ। ଶିକ୍ଷା ନମ୍ବର 16। ଧୈର୍ଯ୍ୟ। ଧୈର୍ଯ୍ୟ କ'ଣ ଆସନ୍ତୁ ଜାଣିବା। ରାତି ପାହିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜା ହେବେ। ସମଗ୍ର ଅଯୋଧ୍ୟାରେ ଖୁସିର ଲହରୀ ମାଡ଼ି ଯାଇଥାଏ। ସେହି ସମୟରେ ମାତା କୈକେୟୀଙ୍କ ଦୁଇଟି ବର ରାଜା ଦଶରଥଙ୍କୁ ମାଗିଥିଲେ, ଯାହାର ପରିଣାମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ଯିବାକୁ ପଡ଼ିଥିଲା। ସେ ସମୟରେ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜର ଧୈର୍ଯ୍ୟକୁ ହରାଇ ନଥିଲେ। ବନବାସ ସମୟରେ ଶ୍ରୀରାମଙ୍କର ପତ୍ନୀ ମାତା ସୀତାଙ୍କୁ ହରଣ ହୋଇଯାଇଥିଲା ଏବଂ ଭାଇ ଲକ୍ଷ୍ମଣ ମୃତ୍ୟୁ ମୁଖରେ ପଡ଼ିଥିଲେ। ସେହି ସମୟରେ ମଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜର ଧୈର୍ଯ୍ୟ ହରାଇ ନଥିଲେ, ବରଂ ସାହସର ସହିତ ନିଜର ଦାୟିତ୍ୱକୁ ସମ୍ପନ୍ନ କରିଥିଲେ। ପଏଣ୍ଟ ନମ୍ବର 17। ରାମାୟଣରେ ଜଟାୟୁଙ୍କ ଠାରୁ ଶିକ୍ଷା।
ବନ୍ଧୁଗଣ, ହାରିକି ଜିତିବାର ମଜା ଅଲଗା ଥାଏ। ଯିଏ ହାରିକି ମୋକ୍ଷ ପ୍ରାପ୍ତି ମିଳିଥାଏ ତାଙ୍କୁ ଆପଣ କ'ଣ କହିବେ? ଯେପରିକି ଜଟାୟୁ ଶ୍ରୀରାମଙ୍କ ସେବାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଏବଂ ରାବଣଙ୍କ ଖଣ୍ଡାରେ ତାଙ୍କର 2 ଡେଣାକୁ ରାବଣ କାଟି ଦେଇଥିଲା। ମୃତ୍ୟୁ ସମୟରେ ଜଟାୟୁଙ୍କ ପାଖରେ ଶ୍ରୀରାମଚନ୍ଦ୍ର ଥିଲେ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କୋଳରେ ଜଟାୟୁ ପ୍ରାଣତ୍ୟାଗ କରିଥିଲେ। ତେଣୁ ବେଳେବେଳେ ମଣିଷ ହାରି ଯାଇଥିଲେ ମଧ୍ୟ ସେ ଜିତି ଯାଇଥାଏ। ଆଉ ଏହି ହାରିବାରେ ଠାରୁ ଯେଉଁ ପୁଣ୍ୟ ଥାଏ, ଏହାଠାରୁ ମହାପୁଣ୍ୟ ଆଉ କ'ଣ ହୋଇପାରେ? ଶିକ୍ଷା ନମ୍ବର 18, ଗୁପ୍ତ କଥା, ଦ ସିକ୍ରେଟ୍ ମିଶନ୍। ବନ୍ଧୁଗଣ, କେବେ ବି ନିଜର ଗୁପ୍ତ କଥା ଅନ୍ୟ ସହିତ ସେୟାର କରନ୍ତୁ ନାହିଁ। ଯେମିତିକି ଭ୍ରାତା ବିଭୀଷଣଙ୍କ ପାଇଁ ରାବଣର ମୃତ୍ୟୁ ହୋଇଥିଲା। ଯଦି ରାବଣ ତାର ମୃତ୍ୟୁର ରହସ୍ୟ ବିଭୀଷଣଙ୍କୁ ଜଣାଇ ନଥାନ୍ତା, ହୁଏତ ତାର ପରିଣାମ କିଛି ଅଲଗା ହୋଇପାରିଥାନ୍ତା। ତେଣୁ ନିଜର ଗୁପ୍ତ କଥା ଅନ୍ୟକୁ କୁହନ୍ତୁ ନାହିଁ, ନଚେତ୍ ସମୟ ଆସିଲେ ସେହି ଗୁପ୍ତ କଥା ଆପଣଙ୍କ ନିଜ ଲୋକ ଖୋଲିଦେବେ ଏବଂ ଆପଣ ବିପଦରେ ସମ୍ମୁଖୀନ ହେବେ। ପଏଣ୍ଟ ନମ୍ବର 19, ରାମାୟଣରୁ ଶ୍ରୀରାମଙ୍କ ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା। ବାଲ୍ୟକାଳରେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଗୁରୁକୁଳକୁ ଯାଇଥିଲେ, କିଶୋର ଅବସ୍ଥାରେ ପ୍ରଭୁ ଶ୍ରୀରାମଚନ୍ଦ୍ର 4 ଭାଇ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଶିକ୍ଷା ଅର୍ଜନ କରିବାକୁ ଯାଇଥାନ୍ତି। ଏମିତି ଥରେ ଗୁରୁ ବଶିଷ୍ଠ ରାତି 4ଟା ବେଳକୁ ଦେଖିଲେ ଶ୍ରୀରାମ ତାଙ୍କ ଆଶ୍ରମ ପାଖରେ ବା ଶୟନ କକ୍ଷ ପାଖରେ ଠିଆ ହୋଇଛନ୍ତି। ଗୁରୁ ବଶିଷ୍ଠ ବାହାରିଲା ବେଳକୁ ହଠାତ୍ ଦେଖି କହିଲେ, ଶ୍ରୀରାମ, ତୁମେ ଏତେ ରାତ୍ରିରେ ଏ ଅନ୍ଧକାରରେ ମୋ ପାଖକୁ କାହିଁକି ଆସିଛ? ବସ୍ୟ, ମୁଁ ତ ଆଉ ଟିକେ ପରେ ତୁମ ପାଖକୁ ଶିକ୍ଷାଦାନ ପାଇଁ ଯାଇଥାନ୍ତି, ତୁମେ କାହିଁକି ମୋ ପାଖକୁ ଆସିଲ? ସେହି ସମୟରେ କିଶୋର ଅବସ୍ଥାରେ ପ୍ରଭୁ ଶ୍ରୀରାମଚନ୍ଦ୍ର କହୁଛନ୍ତି, ହେ ଗୁରୁଦେବ, ଯେଉଁ ବିଦ୍ୟାକୁ ସହଜରେ ଅର୍ଜନ କରାଯାଏ ତାର ମୂଲ୍ୟ କମ୍ ହୋଇଥାଏ ଏବଂ ଯେଉଁ ବିଦ୍ୟାକୁ କଷ୍ଟରେ ସାଧନ କରାଯାଇଥାଏ ତାର ମୂଲ୍ୟ ଅଧିକା ହୋଇଥାଏ। ସେହି କିଶୋର ଅବସ୍ଥାରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଏଭଳି ଦିବ୍ୟ ଜ୍ଞାନ ଅର୍ଜନ କରିଥିଲେ, ଯାହାକି ଗୁରୁ ବଶିଷ୍ଠଙ୍କୁ ଆନନ୍ଦିତ କରିଦେଇଥିଲେ। କିନ୍ତୁ ଆଜିକାଲିକା ପିଲା କ'ଣ, ପିଲାଙ୍କ ଠାରୁ ବୟସ୍କ ଯାଏ ସମସ୍ତେ ସୁଖକୁ ତ ଅତି ସହଜରେ ଗ୍ରହଣ କରିନେଉଛନ୍ତି, କିନ୍ତୁ ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି, ଯାହାର ପରିଣାମରେ ଧୈର୍ଯ୍ୟହରା ହୋଇ ଅନେକ ଭୁଲ ମଧ୍ୟ କରିସାରୁଛନ୍ତି। ବଡ଼ ଦୁଃଖର ବିଷୟ, କିଛି ଯୁବପିଢ଼ି ଧୈର୍ଯ୍ୟହରା ହୋଇ ନିଜର ଆତ୍ମହତ୍ୟା କରିବାକୁ ପଛଉନାହାନ୍ତି। କିନ୍ତୁ ଶ୍ରୀରାମଙ୍କ ଚରିତ୍ରରୁ ଆମକୁ ଧୈର୍ଯ୍ୟ ଏବଂ ସାହସର ଶିକ୍ଷା ମିଳିଥାଏ। ରାମାୟଣର ଅନ୍ତିମ ଉପଦେଶ ହେଲା, ଭାବିଚିନ୍ତି ଡିସିସନ୍ ନିଅନ୍ତୁ। ଯୁଦ୍ଧରୁ ଆସି ଇନ୍ଦ୍ରଜିତ ମାତା ମନ୍ଦୋଦରୀକୁ କହୁଛନ୍ତି, ହେ ମାତା, ଲକ୍ଷ୍ମଣ ମଣିଷ ନୁହେଁ, ଦେବତା, ଯାହାଙ୍କୁ ମୁଁ ବ୍ରହ୍ମାସ୍ତ୍ର, ବିଷ୍ଣୁଙ୍କ ନାରାୟଣୀ ଅସ୍ତ୍ର ଏବଂ ମହାଦେବଙ୍କ ଶକ୍ତିଶାଳୀ ପାଶୁପତ ଅସ୍ତ୍ର ପ୍ରୟୋଗ କରିସାରିଛି। କିନ୍ତୁ ସେହି ଅସ୍ତ୍ର ସବୁ ଲକ୍ଷ୍ମଣଙ୍କୁ ପ୍ରଣାମ ଜଣାଇ ଫେରିଆସିଛନ୍ତି। ହେ ମାତା, ଲକ୍ଷ୍ମଣ ମଣିଷ ନୁହେଁ, ଦେବତା ଅଟେ। ସେହି ସମୟରେ ମାତା ମନ୍ଦୋଦରୀ ପୁତ୍ର ଇନ୍ଦ୍ରଜିତକୁ କହୁଛନ୍ତି, ହେ ପୁତ୍ର, ଧର୍ମ ସଙ୍କଟ ମଧ୍ୟରେ ନିଜେ ନିଜର ଡିସିସନ୍ ନେବାକୁ ପଡ଼ିଥାଏ, କେଉଁଠି ଠିକ୍ ଏବଂ କେଉଁଠି ଭୁଲ। ଯଦି ଇନ୍ଦ୍ରଜିତ ମାତାଙ୍କ କଥାକୁ ମାନିଥାନ୍ତେ, ତେବେ ତାଙ୍କର ମୃତ୍ୟୁ ହୋଇନଥାନ୍ତା। ଏହି ଧର୍ମ ସଙ୍କଟ ମଧ୍ୟ ଅଙ୍ଗଦଙ୍କୁ ଆସିଥିଲା। ଏହି ଧର୍ମ ସଙ୍କଟରେ କିଷ୍କିନ୍ଧାର ଯୁବରାଜ ଅଙ୍ଗଦ ଶ୍ରୀରାମଙ୍କର ଶରଣାପନ୍ନ ହୋଇଥିଲେ ଏବଂ ମୁକ୍ତି ପାଇଥିଲେ। ତେଣୁ ସଦାସର୍ବଦା ଧର୍ମର ମାର୍ଗରେ ରୁହନ୍ତୁ ଏବଂ ଭାବିଚିନ୍ତି ନିଜର ଡିସିସନ୍ ନିଅନ୍ତୁ।